କ୍ଲାସ୍ 9ର ସମସ୍ତ ପିଲାଙ୍କୁ ସ୍ୱାଗତ। ତ ଆମେ ପଢ଼ିଥିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ। ଦୁଇଟି ଭିଡ଼ିଓ ସରିଥିଲା, ଦୁଇଟି କ୍ଲାସ୍ ଆମେ କରିଥିଲେ ଏଥିରେ। ତ ଆଜି ତୃତୀୟ କ୍ଲାସ୍ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆମେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭିନ୍ନ କାରଣମାନ ସବୁ ପଢ଼ୁଥିଲେ। ଯେଉଁ ପିଲାମାନେ ପଢ଼ୁଛ ବୁଝିପାରୁଥିବ, ଆଉ ମାନେ ବୁଝିପାରୁଥିବ ବୋଲି ମୋର ଆଶା। କ'ଣ ହେଉଥିବ ତୁମେ ତ କିଛି କହୁନ, କହିଲେ ମୁଁ ଜାଣନ୍ତି, ରେସ୍ପନ୍ସ କଲେ ମୁଁ ଜାଣନ୍ତି ଏଇଠି ବୁଝିପାରିଲେନି, ଏଇଠି ବୁଝିଲି ସାର୍, ତାହେଲେ ଜଣାପଡ଼ନ୍ତା କି ହଁ ଏ ପିଲା ବୁଝୁଛନ୍ତି କି ପଢ଼ୁଛନ୍ତି। ଯେଉଁ ପିଲା କିଛି କହୁନାହାନ୍ତି ମାନେ ସେ ପଢ଼ୁନାହାନ୍ତି, ଟୋଟାଲି ଜାଣୁନ କିଛି। ଯେଉଁମାନେ ଟିକେ ପଢ଼ୁଛ ଦୟାକରିକି କ'ଣ ପଢ଼ିଲ ଲେଖିକି ଦେଖାଅ ହେଲା। ରେସ୍ପଣ୍ଡ କର, ଏଇଟା ବୁଝିଲିନି, ସେଟା ବୁଝିଲିନି, ଏଇଟା ସାର୍ କ'ଣ ହେଲା କୁହନ୍ତୁ, ବା ଲେଖିକି ଦେଖାଅ କ'ଣ ପଢ଼ିଲ, କ'ଣ ଲେଖିଲ ହେଲା। ହଉ ଠିକ୍ ଅଛି, ଆଶା ତୁମେ ଆସ୍ତେ ଆସ୍ତେ ଭଲ ପିଲା ହେଇଯିବ, ଭଲ ପାଠ ପଢ଼ିବ। ପାଠ ଆମେ ପଢ଼ୁଛନ୍ତି, ଏଥିରେ କିଛି ଉଦ୍ଦେଶ୍ୟ ଅଛି ହେଲା। ଯଦି ଆମେ ସେ ଉଦ୍ଦେଶ୍ୟକୁ ମନେ ପକାଇବା ବାରମ୍ବାର, ତାହେଲେ ନିଶ୍ଚିତ ପାଠ ପଢ଼ିବା ପାଇଁ ଆମର ଇଚ୍ଛା ଶକ୍ତି ବଢ଼ିବ, ଆଉ ପାଠ ଭଲରେ ମଧ୍ୟ ପଢ଼ିପାରିବା ହେଲା। ହଉ, ଆମେ ପଢ଼ିଥିଲେ ଜାତିସଂଘର ବିଫଳତା। ଜାଣିଥିଲେ ଜାତିସଂଘ ବିଫଳତା ହେଲା ବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବାରେ ଅଧିକ ଇଏ ହେଇଥିଲା ହେଲା। ଫାଶିବା ଶକ୍ତିମାନଙ୍କର ଉତ୍ଥାନ ମଧ୍ୟ ପଢ଼ିଥିଲେ। ଆଜି ଆମେ ପଢ଼ିବା ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନିଷ୍କ୍ରିୟତା ହେଲା। 4ଟା ପଢ଼ିଥିଲେ, ଆଜି 5 ନମ୍ବର ପଏଣ୍ଟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନିଷ୍କ୍ରିୟତା। ନିଷ୍କ୍ରିୟତା ହେଉଛି ବିପରୀତ ଶବ୍ଦ କାହାର? ସକ୍ରିୟତାର। ସକ୍ରିୟତାର ମାନେ ଆକ୍ଟିଭ୍, ନିଷ୍କ୍ରିୟତା ମାନେ ଡିଆକ୍ଟିଭ୍। ବୁଝିପାରିଲ? ମାନେ ଜଣେ ଆକ୍ଟିଭ୍ ମୋଡ଼୍ରେ ଅଛି, ଆଉ ଜଣେ ଡିଆକ୍ଟିଭ୍ ମୋଡ଼୍ରେ। ଯେମିତି ମୁଁ ପଢ଼ଉଛି ତୁମକୁ ଆକ୍ଟିଭ୍ ମୋଡ଼୍ରେ, ତୁମେ କିନ୍ତୁ ଡିଆକ୍ଟିଭ୍। ମୁଁ ସକ୍ରିୟ, ତୁମେ ନିଷ୍କ୍ରିୟ। ହବା କଥା ଆକ୍ଚୁଆଲି କ'ଣ? 2 ଜଣ ସକ୍ରିୟ ହେବା କଥା, ହେଲେ ଏଠି ଜଣେ ସକ୍ରିୟ ଆଉ ଜଣେ ନିଷ୍କ୍ରିୟ ହେଲେ ଆମେ କିଛି କରିପାରିବା ନାହିଁ। ଯେମିତି ଆମେ ଛୋଟ ଉଦାହରଣ ମାଧ୍ୟମରେ ବୁଝିପାରିବା। ଯଦି ଆମେ ଯେତେ କ୍ୱାଲିଟି ଲାଇଟ୍ ଲଗେଇଥିବା ହଉ, ଯେତେ କ୍ୱାଲିଟେଟିଭ୍ ବଲ୍ବ ଗୋଟେ କିଣିକି ଲଗେଇଥିବା, ହେଲେ ଆମ ଘରେ କରେଣ୍ଟ ନଥିବ, ଇଲେକ୍ଟ୍ରିକ୍ ନଥିବ, ବଲ୍ବ କେମିତି ଚଳିବ? ସେମିତି ମୁଁ ଯେତେ ଭଲରେ ପଢ଼େଇଲେ, ଯେତେ ଭଲ ବହି ଦେଲେ, ଭଲ ନୋଟ୍ସ ଦେଲେ, ଯେତେ ଭଲ କଥା ବୁଝି, ତୁମେ ଯଦି ପାଠ ପଢ଼ିବ ନାହିଁ, ତେଣୁ ସେଥିରେ କିଛି ଭ୍ୟାଲୁ ନାହିଁ। ଆଶା କର ତୁମେ ପଢ଼ିବ। ହଉ ଦେଖିବା, ତୁମେ ଯେମିତି ନିଷ୍କ୍ରିୟତା ହେଉଛ, ସେଥିପାଇଁ ପାଠ ପଢ଼ା ହେଇପାରୁନାହିଁ ବା କୌଣସି ଜିନିଷରେ ଆମେ ସଫଳତା ପାଇପାରୁନାହାନ୍ତି, ସେମିତି ବିଶ୍ୱରେ ଥିବା ଯେତେ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର, ଗଣତାନ୍ତ୍ରିକ ରାଷ୍ଟ୍ର କହିଲେ ଯେଉଁ ଦେଶରେ ରାଜା ଶାସନ ଚାଲେନି, ରାଜତନ୍ତ୍ର ଶାସନ ଚାଲେନି, ଯେଉଁଠି ଲୋକମାନେ କିଏ ତାଙ୍କୁ ଶାସନ କରିବେ ସେ ଭୋଟ ବା ମତଦାନ ମାଧ୍ୟମରେ ସ୍ଥିର କରିଥାନ୍ତି, ତାକୁ ଆମେ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କହିଥାନ୍ତି। ଯେଉଁଠି ଲୋକମାନଙ୍କ ଶାସନ ଚାଲେ, ସେ ରାଷ୍ଟ୍ରର ନିଷ୍କ୍ରିୟତା ମାନେ ସିଏ କିଛି ଇନଭଲ୍ଭ ହେଲେନି ଆମ ବିଶ୍ୱକୁ ଶାନ୍ତିରେ ରଖିବାରେ ବା ବିଶ୍ୱରେ ଶାନ୍ତି ସ୍ଥାପନ କରିବାରେ। କେମିତି କ'ଣ ଆମେ ଭିତରକୁ ଗଲେ ଜାଣିବା। ଦେଖ ଲେଖା ହେଲା, ଜର୍ମାନୀ, ଇଟାଲୀ, ଜାପାନ ସାମ୍ରାଜ୍ୟବାଦୀ ଓ ଆକ୍ରମଣାତ୍ମକ ରାଜ୍ୟ ବିସ୍ତାର ନୀତିକୁ ପୃଥିବୀରେ ଗଣତନ୍ତ୍ରବାଦୀ ବହୁତ ରାଷ୍ଟ୍ରଗଣ ସକ୍ରିୟ ପ୍ରତିରୋଧ କରିନଥିଲେ। ଆମେ ଏହି ବିଷୟ ପୂର୍ବରୁ ପଢ଼ୁଥିଲେ। ନାଜିବାଦ ଓ ଫାଶୀବାଦ। ନାଜିବାଦ ହଉ କି ଫାଶୀବାଦ ହଉ, ଦୁଇଟି ଜିନିଷରେ କ'ଣ ଥିଲା ନା ଉଗ୍ର ଜାତୀୟତାବାଦୀ ଦଳ ରାଜ କରୁଥିଲେ, ବା ଆମେ କହିପାରିବା ଏକଛତ୍ରବାଦୀ। ଏକଛତ୍ରବାଦ ଯେଉଁଠି ଆସିଲା, ଏଇଟା ରାଜତନ୍ତ୍ରରେ ହିଁ ଯାଉଛି, ମାନେ ଏଠି ଲୋକଙ୍କ କଥା କିଛି ଶୁଣାଯାଉ ନଥିଲା, ଏଠି ଏକଛତ୍ରବାଦ ହେଇଗଲା। ବୁଝିପାରୁଛ? ତାହେଲେ ଏମିତି ରାଷ୍ଟ୍ର ସବୁ କିଏ ଥିଲେ? ଜର୍ମାନୀ ହଉ, ହିଟଲର। ଇଟାଲୀରେ ଆମେ ପଢ଼ିଲେ ନାଜିବାଦ, ଫାଶୀବାଦ। ଜାପାନରେ ପଢ଼ିଲେ ନାଜିବାଦ। ବୁଝିଲ କି ନାହିଁ? ତାହେଲେ ଏମିତି ସବୁ ପଢ଼ିଲେ କ'ଣ, ଏଠି ଏକଛତ୍ର ଶାସନ ଚାଲୁଥିଲା, ଏଠି ଲୋକଙ୍କ କଥା ଶୁଣୁନଥିଲା। ଇଏ ଯେଉଁ ଏକଛତ୍ର ଶାସନ ସବୁ କରୁଥିଲେ ଏଇ ଦେଶମାନଙ୍କରେ, ଆଉ ଯେଉଁ ପୃଥିବୀରେ ସବୁ ଦେଶ ଥିଲା ଗଣତାନ୍ତ୍ରିକ ଦେଶ,
ଯେଉଁଠି ଲୋକମାନେ ଶାସନ କରୁଥିଲେ, ଲୋକମାନଙ୍କ ଦ୍ୱାରା ଶାସନ ପ୍ରକ୍ରିୟା ମାନେ ହେଉଥିଲା, ସେ ଦେଶ ଲୋକମାନେ ବା ସେ ଦେଶର ସରକାର ଏ ଦେଶମାନଙ୍କୁ କିଛି ବିରୋଧ କଲେନି, କହିଲେନି କି ଏଇ ଆମ ଦେଶରେ ତ ଗଣତାନ୍ତ୍ରିକ ରାଷ୍ଟ୍ର ଚାଲିଛି, ତୁମେ କ'ଣ ଏକଚ୍ଛତ୍ର ଶାସନ କରୁଛ, ତୁମେ ଏମିତି ଲୋକମାନଙ୍କୁ କାହିଁକି ହଇରାଣ କରୁଛ, ଲୋକମାନଙ୍କୁ କାହିଁକି ଏମିତି କରୁଛ, ସେମିତି କିଛି କହିଲେ ନାହିଁ, ଲେଖା ହେଇଛି। ବୁଝିପାରିଲ? ଆକ୍ରମଣାତ୍ମକ ରାଜ୍ୟ ବିସ୍ତାର ନୀତିକୁ ମାନେ ଜୋରଦସ୍ତି ରାଜ୍ୟ ବିସ୍ତାର, ଆକ୍ରମଣ କରିକି ଯୁଦ୍ଧ କରିକି ରାଜ୍ୟ ବିସ୍ତାର କରିବା ନୀତିକୁ ପୃଥିବୀରେ ଗଣତନ୍ତ୍ରବାଦୀ ବୃହତ ରାଷ୍ଟ୍ରଗଣ ସକ୍ରିୟ ପ୍ରତିରୋଧ କରିନଥିଲେ। ଅନ୍ୟପକ୍ଷରେ ବ୍ରିଟେନ, ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ର ଜର୍ମାନୀକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଦେଖ, ଜର୍ମାନୀ ଯେହେତୁ କିଏ ଥିଲା? ହିଟଲର। ଇଏ ସବୁ ଦେଖ ତା ସପକ୍ଷରେ ହେଇଥିଲେ। କିଏ କିଏ? ବ୍ରିଟେନ, ଆଉ କିଏ ରେ? ଫ୍ରାନ୍ସ। ଏଇ ଅନ୍ୟପକ୍ଷରେ ବ୍ରିଟେନ, ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ର ଜର୍ମାନୀକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ, ମାନେ ତା ସପକ୍ଷରେ ଥିଲେ। ହେଲା, ଜର୍ମାନୀର ସୁଦେତାନ ଅଞ୍ଚଳ ଅଧିକାର କରିବା ସମୟରେ ବ୍ରିଟେନ ଓ ଫ୍ରାନ୍ସ ଏହାର ପ୍ରତିରୋଧ କରିବା ପରିବର୍ତ୍ତେ 1938 ମସିହାରେ ମ୍ୟୁନିକ୍ ଠାରେ ଏକ ଚୁକ୍ତି କରି ଜର୍ମାନୀର କାର୍ଯ୍ୟକଳାପକୁ ପରୋକ୍ଷରେ ଅନୁମୋଦନ କଲେ। ଭଲରେ ଶୁଣିଯାଅ, ଜର୍ମାନୀ ଜୋର ଜବରଦସ୍ତ ସୁଦେତାନ ଅଞ୍ଚଳକୁ ଅଧିକାର କରୁଥିଲା। ସେହି ସମୟରେ ଅଲଗା ରାଷ୍ଟ୍ର ସବୁ ବିରୋଧ କରିବା କଥା, ଯେ ପ୍ରଥମ ବିଶ୍ୱଯୁଦ୍ଧ ଏମିତି ସବୁ ରାଜ୍ୟ ବିସ୍ତାର କରିବା ପାଇଁ ହେଇଛି, ଯେ ତୁ କାହିଁକି ଜୋରଦସ୍ତି ବିସ୍ତାର କରୁଛୁ, ଅଧିକାର କରୁଛୁ। ମାନେ ବିରୋଧ କରିବା ପରିବର୍ତ୍ତେ ବ୍ରିଟେନ, ଫ୍ରାନ୍ସ କ'ଣ କଲେ? 1938 ମସିହାରେ ମ୍ୟୁନିକ୍ ଠାରେ ଏକ ଚୁକ୍ତି କରିକି କହିଲେ, ଜର୍ମାନୀ ତୁ ଯାହା କରୁଛୁ କର, ତ ପଛପଟରେ ଆମେ ଦୋନୋ ଭାଇ ଖଡ଼େ ହେଁ, ମାନେ ଆମେ ଦି ଜଣ ଛିଡ଼ା ହେଇଛୁ, ତୁ ଯାହା କରୁଛୁ କର। ତାର ଆହୁରି ସାହସ ବଢ଼େଇ ଦେଲେ। ହେଲା, ପରୋକ୍ଷରେ ମାନେ ପ୍ରତ୍ୟକ୍ଷରେ ନୁହଁ, ଇନଡାଇରେକ୍ଟଲି ଅନୁମୋଦନ କଲେ। ହେଲା, ଏହି ଚୁକ୍ତି ଦ୍ୱାରା ଚେକୋସ୍ଲୋଭାକିଆକୁ ଜର୍ମାନୀ ନିକଟରେ ମୁଣ୍ଡ ନୋଇବାକୁ ଏକରକମ ବାଧ୍ୟ କରାଯାଇଥିଲା। ମାନେ ଏକରକମ ମାନେ କ'ଣ? ଅନ୍ୟ ଅର୍ଥରେ ବାଧ୍ୟ କରାଯାଇଥିଲା। ଯେତେବେଳେ ଅଲଗା ଦେଶ ସବୁ କହୁଛନ୍ତି ସୁଦେତାନ ଅଞ୍ଚଳକୁ ଅଧିକାର କରିବା, ଚେକୋସ୍ଲୋଭାକିଆ ମାନେ ତା ଦେଶ ତା ଅଞ୍ଚଳ ସୁଦେତାନ ଅଞ୍ଚଳ, ସେ ଆଉ କିଛି କରିପାରିଲା ନାହିଁ, ମୁଣ୍ଡ ନୋଇବାକୁ ପଡ଼ିଥିଲା। ତେଣୁ ଗଣତନ୍ତ୍ରବାଦୀ ବୃହତ ରାଷ୍ଟ୍ରମାନଙ୍କର ସନ୍ତୁଷ୍ଟୀକରଣ ନୀତି, ରାଜନୈତିକ ନିଷ୍କ୍ରିୟତା ଓ ଉଦାସୀନତା ଏକଛତ୍ରବାଦୀ ଶକ୍ତିମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ମାର୍ଗ ପ୍ରସ୍ତୁତ କରିଥିଲା। ବୁଝିପାରିଲ? ତାହେଲେ ମନେ ରଖିବ, ବ୍ରିଟେନ, ଫ୍ରାନ୍ସ ତାହେଲେ ସେତେବେଳେ ଗଣତାନ୍ତ୍ରିକ ରାଷ୍ଟ୍ର ଥିଲେ। ବୁଝିପାରିଲ? ଯେଉଁମାନେ ବିରୋଧ କରୁନଥିଲେ, ସେମାନେ ଆହୁରି ଏକୁ ସପୋର୍ଟ କରୁଥିଲେ। ବୁଝିପାରିଲ? ଏଇ ମ୍ୟୁନିକ୍ ଦ୍ୱାରା କ'ଣ ଗୋଟେ ଚୁକ୍ତି, ଏଇଟା ପଡ଼ିବ ପରୀକ୍ଷାରେ, ସବୁ ବକ୍ସ ମନେ ରଖିବା ପାଇଁ ତ ମୁଁ କହିଥିଲି। ମ୍ୟୁନିକ୍ ଚୁକ୍ତି ଦ୍ୱାରା କ'ଣ ହେଇଥିଲା ଦେଖ, ଚେକୋସ୍ଲୋଭାକିଆକୁ ଜର୍ମାନୀ ନିକଟରେ ମୁଣ୍ଡ ନୋଇବାକୁ ଏକରକମ ବାଧ୍ୟ କରାଯାଇଥିଲା। ଯୁଦ୍ଧ ଏଡ଼ାଇବାକୁ ଚେକୋସ୍ଲୋଭାକିଆ ବିଖଣ୍ଡୀକରଣ କରାଯାଇ ଜର୍ମାନୀର ସୁଦେତାନ ଅଞ୍ଚଳ ଅଧିକାରକୁ ଅନୁମୋଦନ କରାଯାଇଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀ ଚାମ୍ବରଲେନ ଦାବି କରିଥିଲେ ଯେ ସମ୍ମାନର ସହିତ ଶାନ୍ତି ରକ୍ଷା କରିପାରିଛନ୍ତି, କିନ୍ତୁ ବାସ୍ତବରେ ଏହା ବ୍ରିଟେନ ପାଇଁ ସମ୍ପୂର୍ଣ୍ଣ କୂଟନୈତିକ ପରାଜୟ ଥିଲା। ଏଇଠି ଗୋଟେ ଭଲରେ ଟିକେ ବୁଝ। ଜାଣିପାରିଲ, ଚେକୋସ୍ଲୋଭାକିଆ ତ ମୁଣ୍ଡ ନୋଇଲା। ବ୍ରିଟିଶର ଜଣେ ପ୍ରଧାନମନ୍ତ୍ରୀ, ମାନେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଚାମ୍ବରଲେନ ଦାବି କରିଥିଲେ ଯେ ସମ୍ମାନର ସହିତ ଶାନ୍ତି ରକ୍ଷା କରିପାରିଛନ୍ତି, କିନ୍ତୁ ବାସ୍ତବରେ କଲା ଚେକୋସ୍ଲୋଭାକିଆ କ'ଣ ବାସ୍ତବରେ କ'ଣଲି ଏକୁ ଶାନ୍ତି ସ୍ଥାପନ କରିବା ପାଇଁ ତାକୁ ଦେଇଦେଲେ ସୁଦେତାନ ଅଞ୍ଚଳ, କିନ୍ତୁ ବାସ୍ତବ ରିଏଲ କଥାରେ ବ୍ରିଟେନ ପାଇଁ ଏହା ସମ୍ପୂର୍ଣ୍ଣ କୂଟନୈତିକ ପରାଜୟ ଥିଲା। ବୁଝାପଡ଼ିଲା? ମାନେ ବ୍ରିଟେନ ଯେଉଁ ଦେଇଦେଲା ଅଞ୍ଚଳ, ବୁଝାପଡ଼ିଲା? ବ୍ରିଟେନ ଚେକୋସ୍ଲୋଭାକିଆ ଅଛି, ତ ଦେଇଦେଲା ଯେଉଁ ଅଞ୍ଚଳ, এটা ଆକ୍ଚୁଆଲି ହାର ଥିଲା। କାହାର? ବ୍ରିଟେନର। ବୁଝିପାରିଲ? ହଉ, ମ୍ୟୁନିକ୍ ଚୁକ୍ତି ଦ୍ୱାରା ପ୍ରତିଷ୍ଠିତ ଶାନ୍ତି ମାତ୍ର 11 ମାସ ପାଇଁ ତିଷ୍ଠି ପାରିଥିଲା। ମାନେ ଶାନ୍ତି କରିଥିଲେ କ'ଣ? ଏରେ ଜର୍ମାନୀ ତୁ ଯେଉଁ ଅଞ୍ଚଳ ଚାହୁଁଛୁ ନେଇଯା, ହେଲେ ଯୁଦ୍ଧ କରେ ନା। ତାକୁ ଏଇ ଯେଉଁ କ'ଣ ଚାମ୍ବରଲେନ କହିଥିଲେ, ତାକୁ ସିନା ଦେଇଦେଲ ମାନେ ଡରିକି ଯେ ଶାନ୍ତି ବଜାୟ ରଖିବା ପାଇଁ, ଆକ୍ଚୁଆଲି ତୁମେ ହାରିକି ଦେଲ, କୂଟନୈତିକ ହାରିଲ। ହେଲା,
ଏଟା ଗଲା। ଆଉ ଗୋଟେ ପଢ଼ିବା ଆମେ ବିଭିନ୍ନ ଆଦର୍ଶ ମଧ୍ୟରେ ସଂଘର୍ଷ। କ'ଣ ବିଭିନ୍ନ ଆଦର୍ଶ ମଧ୍ୟରେ ସଂଘର୍ଷ ଦେଖିବା ହେଲା, ଦେଖିଦିଅ ଏତିକି। ଯୁକ୍ତରାଷ୍ଟ୍ର ବିଭିନ୍ନ ଆଦର୍ଶବାଦ, କେମିତି ଆଦର୍ଶ ଦୁଇଟା ପଢ଼ିଥିଲେ, ମୁଁ ପଢ଼ିଥିଲି କ'ଣ, ଗୋଟେ ହେଉଛି କ'ଣ ପୁଞ୍ଜିବାଦ ଆଦର୍ଶ, ଆଉ ଗୋଟେ କ'ଣ ସାମ୍ୟବାଦ ଆଦର୍ଶ। ଦୁଇଟି ଆଦର୍ଶ ଥିଲା। ସେମିତି କ'ଣ କ'ଣ ସବୁ ଥିଲା ଦେଖ, ସେଇଟା ଲେଖା ହେଇଯିବ। ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ ଗଣତାନ୍ତ୍ରିକ ଆଦର୍ଶରେ ବିଶ୍ୱାସ କରୁଥିଲା ବେଳେ ଜର୍ମାନୀ, ଇଟାଲୀ, ଜାପାନ ଏକଛତ୍ରବାଦ ଆଦର୍ଶରେ ବିଶ୍ୱାସ କରୁଥିଲେ। ସେଠି ଥିଲା ସାମ୍ୟବାଦ, ଯେଉଁ ହେଇଥିଲା ବିଖଣ୍ଡୀକରଣ, ବୁଝାପଡ଼ୁଛି, ସେଠି ଥିଲା ସାମ୍ୟବାଦ ଆଉ ପୁଞ୍ଜିବାଦ। ଏଠି କ'ଣ ଏକଛତ୍ରବାଦ ଆଦର୍ଶ ଗୋଟେ, ଆଉ ଗୋଟେ କ'ଣ ଗଣତାନ୍ତ୍ରିକ ଆଦର୍ଶ ଗୋଟେ, ମାନେ ଗୋଟେ ରାଜତନ୍ତ୍ର ଆଉ ଗୋଟେ ଗଣତନ୍ତ୍ର। ଦେଖ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ ଏସବୁ ଗଣତନ୍ତ୍ର, କିନ୍ତୁ ଫିର୍ ବି ସପୋର୍ଟ କରୁଥିଲେ ଜର୍ମାନୀକି। ଜର୍ମାନୀକି ଦେଇଦେଲେ ଯେଉଁ କ'ଣ ମ୍ୟୁନିକ୍ ଚୁକ୍ତି କରିକି ହେଲା। ଆଉ କିନ୍ତୁ ଏକଛତ୍ରତା କି ବିଷୟ କରୁଥିଲେ, ଜର୍ମାନୀ, ଇଟାଲୀ, ଜାପାନ ହେଲା, ସେମାନଙ୍କ ମଧ୍ୟରେ ଆଦର୍ଶଗତ ତାରତମ୍ୟ ମାନେ ବିଭେଦତା ଦ୍ୱିତୀୟ ବିଶ୍ୱଯୁଦ୍ଧ ନିମନ୍ତେ ପଥ ଉନ୍ମୁକ୍ତ ମାନେ ଖୋଲିବା, ଉନ୍ମୁକ୍ତ କରିଥିଲା। 1936 ମସିହାରେ ସ୍ପେନ ଦେଶରେ ନିର୍ବାଚିତ ସରକାରଙ୍କ ବିରୁଦ୍ଧରେ 1936 ମସିହାରେ ସ୍ପେନ ଦେଶରେ ନିର୍ବାଚିତ ସରକାରଙ୍କ ବିରୁଦ୍ଧରେ ଜେନେରାଲ ଫ୍ରାଙ୍କୋଙ୍କ ନେତୃତ୍ୱରେ ସୈନ୍ୟବାହିନୀ ଏକ ଅଂଶର ବିଦ୍ରୋହ ଯୋଗୁଁ ସେଠାରେ ଗୃହଯୁଦ୍ଧ ଅନୁଷ୍ଠିତ ହୋଇଥିଲା। ଦେଖରେ ସ୍ପେନ ଦେଶରେ ଗୃହଯୁଦ୍ଧ ହୋଇଥିଲା। ଯେତେବେଳେ ଘର ଭିତରେ ବା ଦେଶ ଭିତରେ, ଗୋଟିଏ ଦେଶ ଭିତରେ ଯେତେବେଳେ ବିଭିନ୍ନ କାରଣ ପାଇଁ ଯୁଦ୍ଧ ଚାଲେ, ତାକୁ ଆମେ ଗୃହଯୁଦ୍ଧ ବୋଲି କୁହନ୍ତି, ମାନେ ଘର ଭିତରେ କଳି। ବୁଝାପଡ଼ିଲା? ଏମିତି ଆମ ସ୍କୁଲ ଛୁଆ ଆଉ ଗୋଟେ ସ୍କୁଲ ଛୁଆ ଗଣ୍ଡଗୋଳ କଲେ, ତାକୁ କ'ଣ କୁହାଯିବ? ଅନ୍ୟ ସ୍କୁଲ ଛୁଆ ଗଣ୍ଡଗୋଳ ହେଉଛି ମାନେ କ'ଣ, ଯୁଦ୍ଧ କୁହାଯିବ। ହେଲେ ଯେତେବେଳେ ନବମ ଶ୍ରେଣୀ କ୍ଲାସ୍ ଭିତରେ ତୁମେ ଯୁଦ୍ଧ ଲାଗିଗଲ, ତାକୁ କ'ଣ କୁହାଯିବ? ଗୃହଯୁଦ୍ଧ। ବୁଝିପାରିଲ? ହଉ, କ'ଣ ଲେଖା ହେଲା ରେ? ତାପରେ ଲେଖା ଦିଅ କ'ଣ, ହଁ ଆଉଥରେ ପଢ଼ ଟିକେ। 1936 ମସିହାରେ ସ୍ପେନ ଦେଶରେ ନିର୍ବାଚିତ ସରକାରଙ୍କ ବିରୁଦ୍ଧ ଯିଏ ନିର୍ବାଚିତ ହେଇଥିଲେ, ଯେହେତୁ ସ୍ପେନରେ କ'ଣ ଥିବ, ଗଣତାନ୍ତ୍ରିକ ଶାସନ। ଫ୍ରାଙ୍କୋଙ୍କ ନେତୃତ୍ୱରେ, ଫ୍ରାଙ୍କୋ ବୋଲି ଗୋଟେ ଲୋକ ଥିଲେ, ତାଙ୍କ ନେତୃତ୍ୱରେ ସୈନ୍ୟବାହିନୀର ଏକ ଅଂଶର, ସୈନ୍ୟବାହିନୀର କିଛି ଅଂଶ ବା କିଛି ଲୋକ ବିଦ୍ରୋହ କଲେ, ସୈନ୍ୟବାହିନୀ ଲୋକ ଯୋଗୁଁ ସେଠାରେ ଗୃହଯୁଦ୍ଧ ଅନୁଷ୍ଠିତ ହୋଇଥିଲା। ଇଟାଲୀ ଓ ଜର୍ମାନୀ ଏହି ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ କରିଥିଲେ। ଦେଖରେ ଏଠି ଗଣତାନ୍ତ୍ରିକ ରାଷ୍ଟ୍ର ଥିଲା, ହେଲେ ଫ୍ରାଙ୍କୋଙ୍କ ସହିତ କିଛି ସୈନିକମାନେ ତାଙ୍କ ସରକାରକୁ ବିରୋଧ କରିଥିଲେ। ଆଉ ଏଇ ବିରୋଧକୁ ସମର୍ଥନ କିଏ ଦେଇଥିଲେ? ଯେଉଁଠି ସବୁ ଏକଛତ୍ରବାଦ ଶାସନ ହେଇଛି, ଇଟାଲୀ, ଜର୍ମାନୀ ଏହି ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇଥିଲେ। ଏକ ପକ୍ଷରେ ଗଣତନ୍ତ୍ର ଓ ଅନ୍ୟ ପକ୍ଷରେ ଏକଛତ୍ରବାଦ ମଧ୍ୟରେ ସଂଗଠିତ ଏହି ସଂଘର୍ଷର ଗଣତନ୍ତ୍ର ପରାଜୟ ହୋଇଥିଲା। ଜେନେରାଲ ଫ୍ରାଙ୍କୋଙ୍କ ନେତୃତ୍ୱରେ ସ୍ପେନ ଦେଶରେ ଏକଛତ୍ରବାଦ ପ୍ରତିଷ୍ଠିତ ହୋଇଥିଲା। ଗଣତନ୍ତ୍ର ଓ ସମାଜବାଦ ଓ ସାମ୍ୟବାଦକୁ ଦମନ କରିବା ନିମନ୍ତେ ଏକଛତ୍ରବାଦୀମାନେ ବିଭିନ୍ନ ପଦକ୍ଷେପ ନେଇଥିଲେ। ଦେଖ ଧୀରେ ଧୀରେ ଗଣତାନ୍ତ୍ରିକ ରାଷ୍ଟ୍ରରୁ ସମସ୍ତେ କ'ଣ ହେଇଗଲେ, ରାଜତନ୍ତ୍ର ଶାସନ ହେବାରେ ଲାଗିଲା। ବୁଝିପାରିଲ? ଏ ଦୁଇଟା ପଏଣ୍ଟକୁ ଯଦି ନ ବୁଝିପାରୁଛ ଆଉ ଥରେ ମୋତେ କହିଲେ ମୁଁ ବୁଝେଇଦେବି। ଯେ ଯେଉଁଠି ନ ବୁଝିପାରିଲ, ଯଦି ବୁଝିଗଲ ତ ଠିକ୍ ନୋଟ୍ସ ବନେଇକି ଦିଅ, କ'ଣ ବୁଝିଲ। ଦୁଇଟା ପଏଣ୍ଟ ଲେଖିବ, ତୁମେ କ'ଣ ବୁଝିଲ ସମସ୍ତଙ୍କ ପାଖରୁ ମୁଁ ଚାହେଁ, ସମସ୍ତେ। ଆଉ ଯେଉଁମାନେ ଦଉନ ଖାଲି ସ୍କୁଲ ଖୋଲୁ।